हरे कृष्णा। दंडवत प्रणाम। हरे कृष्ण प्रभु जी, दंडवत प्रणाम प्रभु। दंडवत प्रणाम। हरे कृष्ण प्रभु जी दंडवत हरे प्रणाम। कृष्ण प्रभु जी दंडवत प्रणाम। आम स्टार्ट करिवा। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते गौरगोविन्द स्वामिन्निति नामिने। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे श्रीगुरुं दीनतारिणे परमानन्दमाधवम्। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्णा कृष्ण कृष्णा हरे हरे, हरे राम 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 हरे हरे। हरे कृष्णा। हमें श्रीमद् भागवतम प्रथम स्कंद चैप्टर 4 एपियरेंस ऑफ नारद, श्री नारद नारद मुनिଙ୍କର आविर्भाव ସେଇଟା ପଢୁଥିଲେ। ତ ଆମେ କାଲି ଶ୍ଲୋକ ପଢିଲେ, ଶ୍ଲୋକ 5 ଯାଏଁ ପଢି ଦେଇଛେ, ଶ୍ଲୋକ 6 ରୁ ପଢିବା। ଆଚ୍ଛା, ତ ଆମର କାଲି ଆକ୍ଚୁଆଲି ବନ୍ଦ ହେଇଯାଇଥିଲା। ଶ୍ରୀଲ ସୁଖଦେବ ଗୋସ୍ୱାମୀଙ୍କର ଷ୍ଟୋରିଟା ଆମେ ଶୁଣୁଥିଲେ। ଶ୍ରୀଲ ସୁଖଦେବ ଗୋସ୍ୱାମୀଙ୍କର ଷ୍ଟୋରି କିଛି ଭାଗବତମରେ ଅଛି, କିଛି ଅନ୍ୟ ଶାସ୍ତ୍ର ମାନଙ୍କରେ ଅଛି। ତ ଆମେ ଯାହା ଅନ୍ୟ ଶାସ୍ତ୍ର ମାନଙ୍କର ସବୁ ଶୁଣିଛୁ ସେଇଟା କହିବା ଫ୍ରମ ଦ ବିଗିନିଂ। ୟାର ବିଗିନିଂ ହେଇଛି ଭୁବନେଶ୍ୱରରୁ, ଆମ ଓଡିଶାରୁ, ଭୁବନେଶ୍ୱରରୁ। କାହିଁକି ନା ଏଇ ଜଗତର ଯୋଉ ଫର୍ଷ୍ଟ ଶ୍ରୀମଦ୍ ଭାଗବତମ କୁହାଯାଇଥିଲା ସେଇଟା ଭୁବନେଶ୍ୱରରେ, ଭୁବନେଶ୍ୱରରେ କୁହାଯାଇଥିଲା ସେଟା। ଆଉ ଏଇ ଯୋଉ ଗଙ୍ଗା ତୀରରେ କୁହାଗଲା ସେଟା ସୁଖଦେବ ଗୋସ୍ୱାମୀ କହିଲେ ପରୀକ୍ଷିତ ମହାରାଜକୁ, ସେଟା ପରେ ଏଇ ଦ୍ୱାପର ଯୁଗରେ 5000 ବର୍ଷ ପୂର୍ବେ ହେଇଛି। କିନ୍ତୁ ତାର ବହୁତ ପୂର୍ବରୁ ଏଠି ଭୁବନେଶ୍ୱରରେ କୁହାଯାଇଥିଲା। ସେଟା କିଏ କହିଥିଲେ? ଭଗବାନ ଶିବ କହିଥିଲେ। କାହାକୁ କହିଥିଲେ? କିଏ ଶୁଣୁଥିଲେ? ମାତା ଉମା, ପାର୍ବତୀ ଦେବୀ ଶୁଣୁଥିଲେ। ତ ସେ ଷ୍ଟୋରିଟା ଏବେ ଯେମିତି ଲିଙ୍ଗରାଜ ମନ୍ଦିର ଅଛି, ଲିଙ୍ଗରାଜ ମନ୍ଦିର ମନ୍ଦିର ପାଖରେ ସୁକସାରୀ ମନ୍ଦିର ଅଛି, ଯୋଉଟା ଆଗ ପୁରା ଲୁପ୍ତ ପ୍ରାୟ ଥିଲା। ଯେତେବେଳେ ସବୁ ଭଙ୍ଗା ଭଙ୍ଗି କଲେ ଏଇ ଗଭର୍ଣମେଣ୍ଟ, ତାପରେ ସେ ମନ୍ଦିର ଗୁଡା ଉଦ୍ଧାର କରାହେଲା। ସେଠି ସୁକସାରୀ, ମନ୍ଦିର ଅଛି ସେଠି। ତ ଏଇ ଯୋଉ ଭୁବନେଶ୍ୱରଟା ଥିଲା ଏକାମ୍ର କ୍ଷେତ୍ର। ଏକାମ୍ର କ୍ଷେତ୍ର ମାନେ ଏକ ଆମ୍ର, ମାନେ ଗୋଟେ ଆମ୍ବ ଗଛ। ଗୋଟେ ଆମ୍ବ ଗଛ ଥିଲା ଯାହାର, ସେ ଏତେ ବିଶାଳ ଥିଲା ଯେ ତାର ଯୋଉ ବ୍ରାଞ୍ଚେସ୍ ଗୁଡାକ ଯୋଜନ, ମାନେ ବହୁତ କିଲୋମିଟର ଯାଏ ଲମ୍ବା ଥିଲା। ଏତେ ଗୋଟେ ଗୋଟେ ଆମ୍ବ ଗଛ। ହଁ, ଆଉ ସେଥିପାଇଁ ଏଇ ଜାଗାକୁ କୁହାଯାଉଥିଲା ଏକାମ୍ର କ୍ଷେତ୍ର। ଯେତେବେଳେ ଭଗବାନ କୃଷ୍ଣ କାଶୀକୁ ଧ୍ୱଂସ କରିଦେଲେ, ତାଙ୍କର ସୁଦର୍ଶନ ପଠେଇ କାଶୀକୁ, କାଶୀରାଜ ଭଗବାନଙ୍କର ସହିତ ଯୁଦ୍ଧ କରିଥିଲା। ତ ଭଗବାନ କ୍ରୋଧ ହେଲେ, ତାର କାଶୀକୁ ହିଁ ଧ୍ୱଂସ କରିଦେଲେ। ତ ଭଗବାନ ଶିବ ପଚାରିଲେ ଭଗବାନ କୃଷ୍ଣଙ୍କୁ ଯେ ମୁଁ କୋଉଠି ରହିବି ବର୍ତ୍ତମାନ, ଆପଣ ତ ମୋ ସହରକୁ ଧ୍ୱଂସ କରିଦେଲେ। ତ ସେତେବେଳେ ଭଗବାନ କୃଷ୍ଣ ତାଙ୍କୁ କହିଲେ ଯେ ଆପଣ ଏକାମ୍ର କ୍ଷେତ୍ର ଯାଆନ୍ତୁ, ସେଠି ରୁହନ୍ତୁ। ତାପରେ ଶିବଜୀ ଆସିଲେ ଏକାମ୍ର କ୍ଷେତ୍ର ଭୁବନେଶ୍ୱର। ଭୁବନେଶ୍ୱରଟା ଏକାମ୍ର କ୍ଷେତ୍ର, ତା ପୁରୁଣା ନାଁଟା। ତ ଏଠିରେ ଆସିକି ବାସ କଲେ। ଆଉ ଏ ଯୋଉ ଲିଙ୍ଗରାଜ ମନ୍ଦିର ହେଇଛି କଣ ପାଇଁ? ଲିଙ୍ଗରାଜ, ସବୁ ଲିଙ୍ଗର ରାଜା ଭଗବାନ ଶିବଜୀ ସ୍ୱୟଂ ଅଛନ୍ତି ଏଠିରେ। ତ ଆଉ ଏଠିରେ ମାତା ପାର୍ବତୀଙ୍କର ବହୁତ ଅଛି, ତାଙ୍କର କିମ୍ବଦନ୍ତୀ ସବୁ ଅଛି, ଐତିହ୍ୟ ଗୁଡା ସବୁ, ତାଙ୍କର ଲୀଳା ଗୁଡା ଅଛି। ସେ ଯୋଉ ଆ, ସେ ଯୋଉ ପୋଖରୀଟା, ପୁଷ୍କରିଣୀଟା କଣ,
ଶିବଜୀ ଲିଙ୍ଗରାଜଙ୍କର ସାମ୍ନାରେ ବିନ୍ଦୁ ସରୋବର ତ ଇଆଡେ ରହିଲା, ସେଇଟା ଅଲଗା। ବିନ୍ଦୁ ସରୋବର ଭଗବାନ ଶିବଜୀ ହିଁ ଖୋଲିଛନ୍ତି ତାକୁ। ଆଉ ଅ, ଦେବୀ ପାଦହରା ଯୋଉ ପୁଷ୍କରିଣୀ ଅଛି ଲିଙ୍ଗରାଜର ବିଲକୁଲ ସାମ୍ନାରେ, ସେଇଠିରେ ଦେବୀ ଦିଟା ରାକ୍ଷସଙ୍କୁ ସବୁ ପାତି ଦେଇଥିଲେ, ମାଟି ତଳେ ମାରି ଦେଇଥିଲେ। ତ ସେମିତି ବହୁତ ଲୀଳା ଅଛି ଏଠିରେ। ଆଉ କୁହାଯାଏ ଭୁବନେଶ୍ୱରରେ 1 କୋଟି ଶିବଲିଙ୍ଗ ଅଛନ୍ତି, ବହୁତ ପ୍ରାୟ ଲୁପ୍ତ। କିନ୍ତୁ ଏବେ ବି ଆମର ଓଲ୍ଡ ଟାଉନରେ ତ କେବଳ ଶିବ ମନ୍ଦିର, ବହୁତ ବିରାଟ ବିରାଟ ବହୁତ ସୁନ୍ଦର ଶିବ ମନ୍ଦିର ସବୁ। କାହିଁକି ନା ଏଟା ଏକାମ୍ର କ୍ଷେତ୍ର, ଭଗବାନ ଶିବଜୀଙ୍କର କ୍ଷେତ୍ର। ଆଉ ଶିବ ହେଲେ ବୈଷ୍ଣବାନାମ ଯଥା ଶମ୍ଭୁ, ସବୁଠୁ ବଡ ବୈଷ୍ଣବ ହେଲେ ଭଗବାନ ଶିବ। ତ ଭଗବାନଙ୍କୁ ପାଇବାକୁ ହେଲେ, କୃଷ୍ଣଙ୍କ ଭକ୍ତି କୃଷ୍ଣ ପ୍ରେମ ପାଇବାକୁ ହେଲେ ଆମେ ବୈଷ୍ଣବ ସେବା କରୁ, ଶିବଜୀଙ୍କର ସେବା କରିବୁ। ତ ଶିବଜୀ କୃପା କଲେ, ଆଉ ସେ ଆଶୁତୋଷ ବହୁତ ଇଜିଲି କୃପା କରିଦିଅନ୍ତି। ଅଳ୍ପ ଟିକେ ତାଙ୍କୁ ବେଳପତ୍ର ଦେଲେ ସେ ଖୁସି ହେଇଯାଆନ୍ତି। ତ ସେଥିପାଇଁ ବୈଷ୍ଣବ ମାନେ ସେବା କରନ୍ତି, ଉପାସନା କରନ୍ତି ଶିବଜୀଙ୍କର, ଭଗବାନ କୃଷ୍ଣଙ୍କୁ ପାଇବା ପାଇଁ। ତ ଶିବଜୀ ଏଠିରେ ପ୍ରବଚନ ଦଉଥିଲେ ବା ଭାଗବତମ କହୁଥିଲେ ମାତା ଉମାଙ୍କୁ, ପାର୍ବତୀ ଦେବୀ ଶୁଣୁଥିଲେ ଭାଗବତମ। ତ ଯେତେବେଳେ ସେ ଭାଗବତମ ଶୁଣୁଛନ୍ତି, ପାର୍ବତୀ ଦେବୀ ଶୋଇ ଯାଇଛନ୍ତି। ବହୁତ ଦିନ ବାହାରୁ ଭାଗବତମ ଚାଲିଛି, ଆଉ ଶିବଜୀ ଏମିତି ଇଏରେ ଯେତେବେଳେ ଭାଗବତମ କହନ୍ତି ଏତେ ନିମଗ୍ନ ହେଇଯାଆନ୍ତି ଯେ ଶିବଜୀ କହୁଛନ୍ତି ନା, ଆମେ କହିଥିଲେ ସେଟା ଯେ ଅହମ ବେତି ସୁକ ବେତି ବ୍ୟାସ ବେତି ବା ନ ବେତି। ଯୋଉ ଶ୍ରୀମଦ୍ ଭାଗବତମ ଟା ମୁଁ ଜାଣିଛି, ସୁକଦେବ ଗୋସ୍ୱାମୀ ଜାଣିଛନ୍ତି, ବ୍ୟାସ ଜାଣିଛନ୍ତି କି ନାଇଁ ମୁଁ ଜାଣିନି। ବ୍ୟାସଦେବ ତାର ଜନ୍ମଦାତା ଶ୍ରୀମଦ୍ ଭାଗବତମ ର, କିନ୍ତୁ ଶିବଜୀ କହୁଛନ୍ତି ବ୍ୟାସ ଜାଣିଛନ୍ତି ନା ନାଇଁ ମୁଁ ଜାଣିନି, କିନ୍ତୁ ମୁଁ ଜାଣିଛି ସୁକଦେବ ଜାଣିଛନ୍ତି। ଏଟା ଭଗବାନ ଶିବଜୀଙ୍କର ବାଣୀ। ତ ଶ୍ରୀମଦ୍ ଭାଗବତମ ସେ କହୁଛନ୍ତି ପାର୍ବତୀଙ୍କୁ। ତ ପାର୍ବତୀ ଶୁଣି ଶୁଣିକି ନିଦ ଆସିଯାଇଛି ତାଙ୍କୁ, ଶୋଇ ପଡିଛନ୍ତି। ତ ଯେତେବେଳେ ପାର୍ବତୀ ଯେତେବେଳେ ଶୁଣୁଛନ୍ତି, ତ ମା କଣ କରୁଛନ୍ତି ନା ସେ ଆବାଜ ଦଉଛନ୍ତି, ହୁଁ ହୁଁ, ଯେମିତି ଆମେ ଯେମିତି କାହାଣୀ ଶୁଣିଲା ବେଳେ ସବୁ କହୁନୁ। ତ ଶିବଜୀ ନିମଗ୍ନ ହେଇକି କହି ଚାଲିଛନ୍ତି। ଯେତେବେଳେ ତାଙ୍କର ହୁଁ ହୁଁ ଟା ବନ୍ଦ ହେଇଗଲା, ତ ସେଠି ଗୋଟେ ଶୁଆ ଥିଲା, ଶୁଆ ଶୁକ ବା ମିଟୁ ଶୁକ ପକ୍ଷୀ। ତ ଶୁକ ପକ୍ଷୀ ସେ ମୃତ ହେଇକି ପଡିଥିଲା। ସେ ଯେତେବେଳେ ଏଇ ଭାଗବତମ ଟା ଶିବଜୀ କହୁଛନ୍ତି ତାର କର୍ଣ୍ଣରେ ପଡିଲା, ସେ ମୃତ ହେଇକି ଶରୀରଟା ପଡିଛି, ସେ ଜୀବନ ପାଇଗଲା, ପୁଣି ପ୍ରାଣ ଆସିଗଲା ତା ଦେହରୁ। ଭାଗବତମ ଟା ପଡିଲା, ଭାଗବତମ ତା କାନରେ ପ୍ରବେଶ କଲା। ଯେତେବେଳେ ପ୍ରାଣ ଆସିଲା, ଭାଗବତମ ଆଉ ଛାଡିଲାନି। ସେ କଣ କଲା ନା ସେ ହୁଁ ହୁଁ କରିଚାଲିଲା, କାରଣ ସେ ଦେଖିଲା ପାର୍ବତୀ ଦେବୀ ଶୋଇ ଯାଇଛନ୍ତି, ଇଏ ତ ନିମଗ୍ନ ହେଇଯାଇଛନ୍ତି, କହି ଚାଲିଛନ୍ତି। ଯଦି ପାର୍ବତୀ ହୁଙ୍କାର ନ କରିବେ ତାହେଲେ ଶିବଜୀ ବନ୍ଦ କରିଦେବେ ଶ୍ରୀମଦ୍ ଭାଗବତମ ଟା କହିବା, ଶୋଇଗଲେଣି ବୋଲିକି। ତ ଇଏ କଣ କଲା, ଇଏ ହୁଁ 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 କରିଚାଲିଲା। ତ ପାର୍ବତୀ ଦେବୀ ଶୋଇ ପଡିଛନ୍ତି, କହି ଚାଲିଛନ୍ତି। ବହୁତ ସମୟ ପରେ ଶିବଜୀ ଟିକେ ତାଙ୍କର ବାହ୍ୟ ଅବସ୍ଥାକୁ ଆସିଲେ, ଶ୍ରୀମଦ୍ ଭାଗବତମ ରୁ ବାହାରିଲେ। ସେ ଦେଖିଲେ ଆରେ ତାଙ୍କ ନଜର ପଡିଲା ପାର୍ବତୀ ଦେବୀ ଶୋଇ ଯାଇଛନ୍ତି, ତାହେଲେ ହୁଁ ହୁଁ କିଏ କରୁଛି? ଦେଖିଲେ ଶୁକ ପକ୍ଷୀଟା ହୁଁ ହୁଁ କରୁଛି। ତାପରେ ଆରେ ଇଏ ତ ବ୍ରହ୍ମ ଜ୍ଞାନ ପାଇଗଲା, ଇଏ ଆମ କଣ ଶ୍ରୀମଦ୍ ଭାଗବତମ ଶୁଣିଦେଲାଣି। ତ ଶିବଜୀ କଣ କଲେ, ତାଙ୍କର ତ୍ରିଶୂଳ ଧରିକି ତାକୁ ମାରିଦେବି କହିଲେ ଶୁକ ପକ୍ଷୀକୁ। ତ ସେ ବହୁତ ଜୋରରେ ଉଡିଗଲା। ଶିବଜୀ ଦୌଡେଇଲେ ତାକୁ ତ୍ରିଶୂଳ ଧରିକି ତାକୁ ମାରିଦେବା, ନହେଲେ ଏଇଟା ଗୋଟେ ସୃଷ୍ଟିର ଇଏ ହେଇଯିବ। ସେ ଭାଗବତମ ଶୁଣିକି ଜୀବନ ପାଇଯାଇଛି, ଆଉ ସେ ପୁଣି ସବୁ ଶୁଣିଦେଲାଣି। କ୍ୱାଲିଫାଏଡ ନହେଲେ ଏଇଟା ଶୁଣିବା କଥା ନୁହଁ। ତ ଶିବଜୀ ମାରିବା ପାଇଁ ଧାଇଁଲେ। ତ ସେ ଶୁକ ପକ୍ଷୀଟା ଆକ୍ଚୁଆଲି ଶୁକଦେବ ହେଲେ ରାଧାଙ୍କର ଶୁକ, କିନ୍ତୁ ଏଇଟା ସବୁ ଲୀଳା ଗୁଡା ଚାଲିଛି। ସେ କେମିତି ଆସିଲେ କଣ, ସେଟା ଗୋଟେ ଅଲଗା ପୁରାଣ, ଅଲଗା ସବୁ କଥା। କିନ୍ତୁ ଏଇଠୁ ଆମେ ଯାହା ଶୁଣିଛେ ଆମେ କହୁଛେ। ତ ଶୁକଦେବ ସେ ଶୁକ ପକ୍ଷୀଟା କଣ କଲା, ସେ ଭାଗବତମ ଶୁଣିଛି ମହାନ ମାନେ ସବୁ ଦିବ୍ୟ ଜ୍ଞାନ ତାର। ସେ କଣ କଲା, ସେ ଜାଣିଲା ଯେ ଶିବଜୀଙ୍କଠୁ ବଞ୍ଚେଇବା ଲୋକ କେହି ନାହାନ୍ତି ଏ ଜଗତରେ,
କେହି ତାକୁ ମୃତ୍ୟୁ, କାରଣ ସେ ଅଲରେଡି ମୃତ୍ୟୁ ହେଇଯାଇଥିଲା ନା। ତ ଶିବଜୀ କହିଲେ ଯେ ମୃତ୍ୟୁଟା ଜୀବନ ପାଇଯାଇଛି, ସୃଷ୍ଟିଟା ତାର ମାନେ ଅ, ଇଏଟା ଚେଞ୍ଜ ହେଇଯିବ ନା, ତାକୁ ପୁଣି ସେ ତ ସୃଷ୍ଟି ଚଳଉଛନ୍ତି ନା, ତାକୁ ପୁଣି ବାଲାନ୍ସ କରିବେ ସୃଷ୍ଟିକୁ, ତ ତାକୁ ପୁଣି ମରିବାକୁ ହେବ। ତ ସେ କଣ କଲା, ମୃତ୍ୟୁ ଠାରୁ ବଞ୍ଚିବାକୁ ହେଲେ, ଶିବଜୀଙ୍କଠୁ ବଞ୍ଚିବାକୁ ହେଲେ ଆଉ କିଛି ଉପାୟ ନାହିଁ, କେବଳ ଗୋଟେ ମାତ୍ର ଉପାୟ ଅଛି। ଜଣେ ଯଦି କାହାର ଗର୍ଭବତୀ ନାରୀର ପେଟ ଭିତରୁ ବା ଗୋଟେ ନାରୀର ପେଟ ଭିତରୁ ପଳେଇଲେ, ସେ ଆଉ ତାକୁ ନାରୀ ହତ୍ୟା କରିବେନି ଶିବଜୀ। ତ ସେ କଣ କଲା, ସେ ଶୁକ ପକ୍ଷୀଟା ଉଡି ଉଡି ଯାଇକି ବ୍ୟାସଦେବଙ୍କର ଯୋଉ ପତ୍ନୀ ଥିଲେ, ସେ ସେ ସମୟରେ, ଏଇଟା ସକାଳ କଥା, ସେ ଉଠିକି କୁଳି କରୁଛନ୍ତି। ତ ପାଣି ନେଇକି ଗ କରି, ତୁଣ୍ଡ ଓପନ ଅଛି ତାଙ୍କର, ମୁହଁ ଖୋଲିକି କୁଳି କରୁଛନ୍ତି। ତ ସେ ସମୟରେ ତାଙ୍କର ମୁହଁ ଖୋଲା ଅଛି, ଶୁଆ ପକ୍ଷୀଟା ତାଙ୍କ ତୁଣ୍ଡରେ ପଶିକି ତାଙ୍କ ପେଟକୁ ପଳେଇଲା। ଆ ଏଇଟା କେମିତି କଣ ଘଟିଲା ଏମିତି ନାହିଁ, ସେ ବ୍ରହ୍ମ ଜ୍ଞାନୀ ହେଇଗଲାଣି ଶୁଆ ପକ୍ଷୀଟା, ସେ ତାର ରୂପ ଚେଞ୍ଜ କରିପାରିବ, ଛୋଟ ବଡ ହେଇପାରିବ, ସେ କଣ ହେଇଛି ସେଟା ଅଲଗା ଜିନିଷ। ବଟ୍ ସେ ତାଙ୍କର ପେଟ ଭିତରକୁ ପଳେଇଲା। ତ ଯେତେବେଳେ ତାଙ୍କ ପେଟ ଭିତରୁ ପଳେଇଲା ବ୍ୟାସଦେବଙ୍କର ପତ୍ନୀଙ୍କର, ତ ଶିବଜୀ ଆଉ ତାକୁ ମାରିଲେନି, କାହିଁକି ନା ମାରିଲେ ତ ଇଏ ମରିଯିବେ ନା ବ୍ୟାସଦେବଙ୍କର ପତ୍ନୀ। ତ ଶିବଜୀ ଫେରିଗଲେ, ସେ ଆଉ ତାକୁ ମାରିଲେନି, ଛାଡିଦେଲେ। ତ ବର୍ତ୍ତମାନ ତାଙ୍କ ପେଟ ଗର୍ଭବତୀ ଅଛି, ଶୁକ ରହିଲେ ସେଥିରେ। ତାପରେ ଶୁକଦେବ ଆସିବା ପାଇଁ ମନା କଲେ, ଯେ 12 ବର୍ଷ ହେଇଗଲା, ବ୍ୟାସଦେବ ତାଙ୍କୁ ରିକ୍ୱେଷ୍ଟ କଲେ ଆସିଯାଅ, ସେ କହିଲେ ନା ମୁଁ ଆସିବିନି, ମତେ ମାୟା ଧରିଦବ, ସେ ତ ବ୍ରହ୍ମଜ୍ଞାନୀ ନା। ତାପରେ ସୁକଦେବ ଗୋସ୍ୱାମୀ, ସରି ବ୍ୟାସଦେବ ତାଙ୍କୁ ଆଶ୍ୱାସନ ଦେଲେ ଯେ ତୁମକୁ ଇଏ ମାୟା ଟଚ୍ କରିବନି, ମୋର ଆଶୀର୍ବାଦ ଅଛି। ତାପରେ ସେ ଜନ୍ମ ଗ୍ରହଣ କଲେ, ମାଙ୍କୁ କହିଲେ କପଡା ଖାଇବା ପାଇଁ, କପଡା ଖାଇଲାରୁ ସେ ପିନ୍ଧିକି ଆସିଲେ, କୌପିନ ପିନ୍ଧିକି ଆସିଲେ। ତାପରେ ଯେମିତି ଆସିଲେ ସେ ଚାଲିଲେ, ହଁ ଯୋଗ ମାୟା ଦ୍ଵାରା। ସେ ଶ୍ରୀମଦ୍ ଭାଗବତମ ତାଙ୍କର ଆଉ ମନେ ନାହିଁ, ସେ ବ୍ରହ୍ମ ଜ୍ଞାନ ଟା ମନେ ଅଛି, ତାଙ୍କର ବ୍ରହ୍ମ ଜ୍ଞାନୀ ହେଇଯାଇଛନ୍ତି। ସେ ଚାଲିଲେ ୱାକିଂ। ତ ଏଇ ଘଟଣାଟା ଭୁବନେଶ୍ୱରରେ ଘଟିଥିଲା। କୋଉଟା ଯୋଉଟା ସୁକ ଶୁଣୁଥିଲେ, ସେ ଯାଇକି ପଶିଲେ ବ୍ୟାସଦେବଙ୍କ ପତ୍ନୀଙ୍କର ମୁହଁରେ, କୋଉଠି, ଯୋଉଠି ବ୍ୟାସଦେବ ରହୁଥିଲେ। ଆଇ ଥିଙ୍କ ବ୍ୟାସଦେବ ସରସ୍ୱତୀ ନଦୀ କୂଳରେ ରହୁଥିଲେ, ଯୋଉଠି ଅଛି ନା ଆମର, ଯୋଉଠି ମହାଭାରତ ଲେଖା ହେଇଛି। ବଦ୍ରିକା ଆଶ୍ରମ ଯିବେ, ତା ଉପରକୁ ଯିବେ କେଦାରନାଥ ଆଶ୍ରମ ପୂର୍ବରୁ, କେଦାରନାଥ ବଦ୍ରିକା, ବଦ୍ରିକା ଧାମ, ଏ ଦିଟା ମଝିରେ ଗୋଟେ ଜାଗା ଅଛି ନା କଣ, ସେଇଠି ସରସ୍ୱତୀ ନଦୀ ଯୋଉ ବହୁଛି, ଯୋଉଥିରେ ଲୁପ୍ତ ହେଇଯାଇଛି, ମାନେ ମାଟି ଭିତରୁ ପଳେଇଛି, ସେଇ ସ୍ଥାନରେ ସେ ରହୁଥିଲେ, ତାଙ୍କର ଆଶ୍ରମ ଥିଲା। ବଟ୍ ସେଠି ରହିଛନ୍ତି, କିନ୍ତୁ ସେ ସେ ତ ଋଷି, ସେ ସବୁ ଜାଗାରେ ରହୁଥିଲେ, ସବୁଆଡେ ଭ୍ରମଣ କରୁଥିଲେ। ତ ଏଇଟା କୋଉଠି ଘଟିଛି ଆମେ ତ ଜାଣିନେ, ସେଗୁଡା ଶାସ୍ତ୍ରର ବିଭିନ୍ନ ଇଏରେ ଦେଖିବାକୁ ପଡିବ। କିନ୍ତୁ ସେ ଯୋଉଠି ବି ଥିଲେ, ତାଙ୍କର ଏଠିରେ ସେ ସୁକଦେବ ତାଙ୍କ ଗର୍ଭକୁ ଗଲେ। ତାପରେ ଯେତେବେଳେ ସୁକଦେବ ବାହାରିଲେ, ବାହାରିଲା ପରେ ସେ ଇମିଡିଏଟଲି ଘର ତ୍ୟାଗ କରି ଚାଲିଲେ। ତ ବ୍ୟାସଦେବ ଚାହୁଁଥିଲେ ତାଙ୍କର ପୁତ୍ର ବ୍ରହ୍ମଜ୍ଞାନୀ, ଯିଏକି ଶ୍ରୀମଦ୍ ଭାଗବତମ କୁ ପ୍ରଚାର କରିବ ଜଗତରେ, କାରଣ ଶ୍ରୀମଦ୍ ଭାଗବତମ ହିଁ କଳି ଯୁଗରେ ଲୋକଙ୍କୁ ଲାଇଟ ପ୍ରଦାନ କରିବ, ଆଲୋକ ଦେବ। ଆଉ ସେକେଣ୍ଡ ଜିନିଷ କିଛି ନାହିଁ, ଧର୍ମ ଏଠି ଶ୍ରୀମଦ୍ ଭାଗବତମରେ ହିଁ ଆ, କଣ ତାର ବାସ କରିବେ, ଆଉ କୋଉଠି ସେ ରହିପାରିବେନି। ତ ଶ୍ରୀମଦ୍ ଭାଗବତମ ହିଁ ନିଷ୍ପକ୍ଷ ପୁରାଣ। ତାହେଲେ ସେ କେମିତି, ଶ୍ରୀମଦ୍ ଭାଗବତମ ଏ ଜଗତକୁ ନ ଆସିଲେ କେମିତି ହବ? ଆଉ ତାକୁ ଆଣିବା ପାଇଁ ବି କେହି ନାହାନ୍ତି, ସୁକଦେବଙ୍କୁ ଛାଡିକି, ସୁକଦେବଙ୍କ ଭଳିଆ ବ୍ରହ୍ମଜ୍ଞାନୀ ହିଁ ତାକୁ ନେଇପାରିବେ ସମସ୍ତଙ୍କ ପାଖକୁ। ତ ସେ ସୁକଦେବଙ୍କ ପଛରେ ଗୋଡେଇଲେ, ପୁତ୍ର ଯାଅନି ଯାଅନି ବୋଲିକି। ଆମେ ଯୋଉ ପ୍ରଥମ ଅଧ୍ୟାୟରେ ପଢୁଥିଲେ, କେମିତି କାନ୍ଦିକି ଯାଉଛନ୍ତି ଯେ ବ୍ୟାସଦେବ, ଯେ ଯାଅନି ଯାଅନି ବୋଲିକି। କିନ୍ତୁ ସୁକଦେବ ଶୁଣିବାକୁ ନାହାନ୍ତି, ସେ ଚାଲିଛନ୍ତି। ତ ସେ ଯେତେବେଳେ ଯାଉଥିଲେ, ଆମର ଏଇ ଶ୍ଲୋକଟା ଯୋଉଟା ଆମେ ପଢୁଥିଲେ, ଶ୍ଲୋକ ସଂଖ୍ୟା 5 କାଲି ପଢିଲେ ନା। ହୁଁ। गुरुजी 4। ହଁ 4। ସେମାନେ, ନା ନା, ଏଇଟା 5 ଟା ଆମେ ପଢିଥିଲେ ନା କାଲି।
ଯୋଉ ଯେତେବେଳେ ଯାଉଛନ୍ତି ସୁଖଦେବ ଗୋସ୍ୱାମୀ ତ କିଛି ସ୍ତ୍ରୀ ଲୋକମାନେ ସବୁ ଝିଅ ମାନେ ସ୍ନାନ କରୁଛନ୍ତି ଗୋଟେ ପୁଷ୍କରିଣୀରେ। ତ ସ୍ନାନ କଲା ବେଳେ ସୁଖଦେବ ଗୋସ୍ୱାମୀ ୟଙ୍ଗ ପିଲାଟା 12 ବର୍ଷର ପୁଅଟା ୟଙ୍ଗ ଅଛନ୍ତି। ତାଙ୍କର ଗଠନଟା ସେ ଭଳିଆ ବହୁତ ସୁନ୍ଦର। ତ ମହାପୁରୁଷଙ୍କର ଗଠନ ସବୁ। ତ ସେ ଯେତେବେଳେ ଯାଉଛନ୍ତି ପୁଷ୍କରିଣୀ କ୍ରସ୍ କରୁଛନ୍ତି ସେମାନେ ଗାଧଉଛନ୍ତି ମାତା ମାନେ ଝିଅ ପିଲାମାନେ ସେମାନେ ତାଙ୍କୁ ଦେଖିକି କିଛି ଲାଗିଲାନି। ସେ ତାଙ୍କର ଯାଉଛନ୍ତି ଯାଆନ୍ତୁ ୟଙ୍ଗ ପିଲାଟା କିନ୍ତୁ ସେ ଯାଉଛନ୍ତି ସେମାନଙ୍କୁ କିଛି ଲାଗିଲାନି। ତାଙ୍କ ପଛରେ ପଛରେ ବ୍ୟାସଦେବ ପୁତ୍ର ପୁତ୍ର କହିକି ଦୌଡୁଛନ୍ତି। ତ ଯେତେବେଳେ ବ୍ୟାସଦେବ ବୃଦ୍ଧ ଲୋକଟା ଅତି ବୃଦ୍ଧ ହେଇଯାଇଥିଲେ ସେ ସମୟରେ ହଁ ତ ଦୌଡୁଛନ୍ତି ୟାଙ୍କୁ ସୁଖଦେବ ଗୋସ୍ୱାମୀଙ୍କୁ ଡାକିକି। ତ ଯେତେବେଳେ ବ୍ୟାସଦେବ କ୍ରସ୍ କରୁଛନ୍ତି ସେ ପୁଷ୍କରିଣୀଟା ତ ଏମାନେ ସବୁ ମାତାଜୀ ମାନେ ସବୁ ସ୍ତ୍ରୀ ଲୋକମାନେ କଣ କଲେ ନା ନିଜ ଯୋଉ କପଡା ଅ, ତୁଠରେ ରଖିଥାନ୍ତି ନା ସବୁକୁ ନେଇକି ଘୋଡେଇ ହେବା ଆରମ୍ଭ କରିଦେଲେ। ବ୍ୟାସଦେବ ଦେଖିକି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା। ମୋ ପୁତ୍ର ଗଲା ଏମାନଙ୍କୁ କିଛି ଇଏ କଲେନି। ମୋ ୟଙ୍ଗ ପୁତ୍ରଟା ମୁଁ ବୃଦ୍ଧ ଲୋକ ଯାଉଛି ଏମାନେ ଗୋଡେଇ ହଉଛନ୍ତି। ତ ସେ ରହିଗଲେ ସେଠିରେ ପଚାରିଲେ ତାଙ୍କୁ ଏମିତି କାହିଁ କଲ? ମୋ ପୁତ୍ର ଗଲା ୟଙ୍ଗ ପିଲାଟା ତମେ ଗୋଡେଇ ହେଲନି ଆଉ ମୁଁ ଯାଉଛି ଗୋଡେଇ ହଉଛ। ତ ସେଠିରେ ସେ ମାତାଜୀ ମାନେ କହିଲେ ଆପଣଙ୍କ ପୁତ୍ର ୟଙ୍ଗ ପିଲାଟା ସିଓର ସେ ଗଲା ନିଶ୍ଚୟ କିନ୍ତୁ ଆମକୁ ଆମ ଦେହରେ କିଛି ବିକାର ଆସିଲାନି ତାଙ୍କୁ ଦେଖିକି। ତାଙ୍କୁ ଦେଖିକି ମାନେ ଯେମିତି ଗୋଟେ ବୈଷ୍ଣବ ବୈଷ୍ଣବ ଯିଏ ଶୁଦ୍ଧ ବୈଷ୍ଣବ ତାକୁ ଦେଖିଲେ ଅଟୋମେଟିକାଲି ଆପଣଙ୍କ ମୁହଁରେ କୃଷ୍ଣ ନାମ ଆସିବ। ଅଟୋମେଟିକାଲି ଆପଣ କୃଷ୍ଣଙ୍କୁ ଜାଣିଥାନ୍ତୁ ନ ଜାଣିଥାନ୍ତୁ ଅଲଗା ଜିନିଷ କିନ୍ତୁ ଜଣେ ଶୁଦ୍ଧ ବୈଷ୍ଣବଙ୍କୁ ଦେଖିଲେ ଅଟୋମେଟିକାଲି ଆପଣଙ୍କ ମୁଖରେ କୃଷ୍ଣ ନାମ ଆସିବ। ସିମିଲାରଲି ଯେତେବେଳେ ଜଣେ ଏମିତି ବ୍ରହ୍ମ ଜ୍ଞାନୀକୁ ଦେଖିଲେ ଅଟୋମେଟିକାଲି ତାଙ୍କ ମନରେ କିଛି ଭାବ ଆସିଲାନି। ସେ ମାନେ ଜାଣିଗଲେ ଯେ ଇଏ ଲୋକଟା ତାର ମାୟା ମାୟା ମାନେ କିଛି ଜାଣିନି। ସେ ତାର ସ୍ତ୍ରୀ କିଏ ପୁରୁଷ କିଏ ସେଇ ଜ୍ଞାନ ବି ନାହିଁ। ସେ ପୂର୍ଣ୍ଣ ବ୍ରହ୍ମରେ ଲୀନ। ଅଟୋମେଟିକାଲି ତାଙ୍କୁ ସେଇ ଫିଲ୍ ଆସିଲା। କିନ୍ତୁ ଯେତେବେଳେ ବ୍ୟାସଦେବ ଗଲେ ବ୍ୟାସଦେବ ତ ପ୍ରଚାର କାର୍ଯ୍ୟ କରୁଥିଲେ ନା ସେ ଭଗବାନଙ୍କର ଅବତାର ଭଗବାନଙ୍କର ସତ୍ୟାବେଶ ଅବତାର ବଟ୍ ଷ୍ଟିଲ୍ ସେମାନେ କହିଲେ ଯେ ଯେତେବେଳେ ଆପଣ ଆସିଲେ ଆମକୁ ସେ ବିକାରଟା ଆସିଲା କାହିଁକି ନା ଆପଣ ଦେଖୁଛନ୍ତି ଇଏ ସ୍ତ୍ରୀ ଇଏ ପୁରୁଷ ଏଇଟା ଆପଣଙ୍କର ନଜର ଅଛି ଜାଣିଛନ୍ତି କିନ୍ତୁ ସେ ଲୋକ କେବଳ ବ୍ରହ୍ମ ଦେଖୁଛନ୍ତି। ସେ ଗୋଟେ ଗଛରେ ବି ବ୍ରହ୍ମକୁ ଦେଖୁଛନ୍ତି ସ୍ତ୍ରୀ ଦେହରେ ମଧ୍ୟ ପୁରୁଷ ଦେହରେ ବ୍ରହ୍ମ ଛଡା ଆଉ କିଛି ଦେଖୁନାହାନ୍ତି। ତେଣୁ କରି ଆମର କିଛି ବିକାର ଆସିଲାନି ଆମେ ଗୋଡେଇ ହେଲେନି ଆପଣ ଆସିଲାରୁ ଆମର ବିକାର ଆସିଲା। ତ ଏଠିରେ ବ୍ୟାସଦେବ ଆଉ ସୁଖଦେବ ଗୋସ୍ୱାମୀଙ୍କର ସ୍ଥିତିଟା କୁହାଯାଉଛି ଯେ ସେ କେତେ ଅ ଉନ୍ନତ ତାଙ୍କର ସ୍ଥିତି ଥିଲା। ଏଇ ଶ୍ଲୋକଟା 5 ନମ୍ବର ଶ୍ଲୋକଟା ଆମେ ପଢିଥିଲେ। ଆଜି ଆମେ 6 ନମ୍ବର ଶ୍ଲୋକଟା ପଢିବା। ଏଇ ଶ୍ଲୋକରେ କୁହାଗଲା ଯେ ସେ ଯୋଉ ଲେଡିଜ ମାନେ ଥିଲେ ସେମାନେ ଘୋଡେଇ ହେଲେନି ଯେତେବେଳେ ସୁଖଦେବ ଗୋସ୍ୱାମୀ ଗଲେ କିନ୍ତୁ ତାଙ୍କ ବାପା ବ୍ୟାସଦେବ ବୃଦ୍ଧ ଗଲା ବେଳେ ସେମାନେ ଗୋଡେଇ ହେଲେ। ସେଇଟା ହେଲା ସୁଖଦେବ ଗୋସ୍ୱାମୀ ତାଙ୍କର ସ୍ଥିତିଟା ସେମିତିଆ। ଆଜି ପଢିବା ଶ୍ଲୋକ ସଂଖ୍ୟା 6। ହରେ କୃଷ୍ଣ। कथमाल्यक्षितः पौरैः सम्प्राप्त कुरु जाङ्गलान् उन्मत्तमुखजडवद्धि चरन् गज विचरन् गज साह्वये विचरन् गज साह्वये। हरे कृष्ण। କୁରୁଜାଙ୍ଗଳ ପ୍ରଦେଶ ମାନଙ୍କରେ ବିଚରଣ କରି ଯେତେବେଳେ ସେ ଶ୍ରୀ ବ୍ୟାସଦେବଙ୍କ ପୁତ୍ର ଶ୍ରୀଲ ସୁଖଦେବ ହସ୍ତିନାପୁରରେ ବର୍ତ୍ତମାନର ନୂଆଦିଲ୍ଲୀରେ ପ୍ରବେଶ କଲେ ସେତେବେଳେ ନାଗରିକ ମାନେ ତାଙ୍କୁ କିପରି ଚିହ୍ନିଲେ କାରଣ ସେ ତ ପ୍ରାୟ ଉନ୍ମାଦଗ୍ରସ୍ତ ମୂକ ଏବଂ ଜଡ଼ ପରି ବିଚରଣ କରୁଥିଲେ। ଯଦି ସୁଖଦେବ ଗୋସ୍ୱାମୀ ସେ ସମୟରେ ତ ଏମିତି ଫଟୋ ଫଟୋ ମୋବାଇଲ ଫୋବାଇଲ କିଛି ନଥିଲା ନା। ସୁଖଦେବ ଗୋସ୍ୱାମୀ ଯେତେବେଳେ ଅ, ଘର ଛାଡିକି ପଳେଇଛନ୍ତି ସେ ବିଭିନ୍ନ ଜଙ୍ଗଲ ହେଇକି
ଅ, ନା କୁରୁ ଏବଂ ଜାଙ୍ଗଳ ଏଇ ଏଇ ଦିଟା ଦେଶ କ୍ରସ୍ କରିକି ତାପରେ ହସ୍ତିନାପୁରକୁ ଯାଇଛନ୍ତି। ହସ୍ତିନାପୁର ଯୋଉଟା କି ଏବେର ନୂଆ ଦିଲ୍ଲୀ। ତ ସେଠିକି ଯେତେବେଳେ ପହଞ୍ଚିଲେ, କିଛି ଲୋକ କହନ୍ତି ଇନ୍ଦ୍ରପ୍ରସ୍ଥଟା ନୂଆଦିଲ୍ଲୀ, ସେଇ ପାଖାପାଖି ସବୁ ଏରିଆ ଗୁଡାକ। ତ ଯେତେବେଳେ ସେଠି ପହଞ୍ଚିଲେ, ତ ସେ ତ ଉନ୍ମତ୍ତ ରହୁଥିଲେ, ସବୁବେଳେ ବ୍ରହ୍ମରେ ଲୀନ ଥିଲେ। ତାଙ୍କ ମୁକ ଆଉ ଜଡ ଭଳି ଭଳି ଥିଲେ, ତାଙ୍କୁ ଲୋକମାନେ କେମିତି ଜାଣିପାରିଲେ? ସୁତ ଗୋସ୍ୱାମୀ କହୁଛନ୍ତି, कथं वा पाण्डवेयस्य राजर्षे मुनिना सह संवादः समभूतात् यत्रेषा सात्वती श्रुतिः। हे प्रिय, ଏହା କିପରି ହେଲା? ରାଜା ପରୀକ୍ଷିତ ଏବଂ ସେ ମହାମହିମ ମୁନିଙ୍କର ସମ୍ମିଳନ କିପରି ହେଲା, ତଥା ବେଦର ସାର ପରମ ଦିବ୍ୟ ଶ୍ରୀମଦ୍ ଭାଗବତମର ପ୍ରକାଶ କିପରି ହେଲା? ତ ଏଠି ଏଠି ସୌନକ ଗୋସ୍ୱାମୀ ସେ କହୁଛନ୍ତି, ସୁତ ଗୋସ୍ୱାମୀ ପଚାରୁଛନ୍ତି ଯେ ଯେ ସୁଖଦେବ ଯିଏ କି ଏଭଳିଆ ଲୋକ ଥିଲେ, ତାଙ୍କୁ ଅ କେହି ଚିହ୍ନି ବି ପାରୁନଥିଲେ। ମୁକ ଆଉ ବଧିର ଭଳିଆ ରହୁଥିଲେ। ସେ ସବୁବେଳେ ବ୍ରହ୍ମରେ ଲୀନ ଥିଲେ, ଘର ଛାଡିକି ପଳେଇ ସାରିଥିଲେ। ତାହେଲେ ତାଙ୍କୁ କେମିତି ସେ ଗୋଟେ ରାଜା, ରାଜା ପରୀକ୍ଷିତ ମହାରାଜ, ରାଜା ପାଖକୁ କେବେ ବି ସାଧୁ ମାନେ ଯାଆନ୍ତିନି। ରାଜା ମାନେ ସାଧୁ ମାନଙ୍କ ପାଖକୁ ଆସନ୍ତି ସବୁବେଳେ। କିନ୍ତୁ ଆମେ ଦେଖୁଛେ ଶ୍ରୀମଦ୍ ଭାଗବତମରେ ଏ ସାଧୁ ରାଜା ପାଖକୁ ଯାଉଛନ୍ତି, ପରୀକ୍ଷିତ ମହାରାଜଙ୍କ ପାଖକୁ। ତ ଏହା କେମିତି ସମ୍ଭବ ହେଲା ଯେ ଏଭଳିଆ ଜଣେ ବ୍ରହ୍ମନିଷ୍ଠ, ଆ, ଏତେ ବ୍ରହ୍ମଜ୍ଞ ସାଧୁ ସୁଖଦେବ ଗୋସ୍ୱାମୀଙ୍କର ମିଳନ ହେଇଛି ପରୀକ୍ଷିତ ମହାରାଜଙ୍କ ସହିତ, ଜଣେ ରାଜାଙ୍କ ସହିତ। ଆଉ ସେଥିରୁ ପୁଣି ଶ୍ରୀମଦ୍ ଭାଗବତମ ଭଳିଆ ଶାସ୍ତ୍ର ବାହାରିକି ଆସିଛି। ଏଇଟା କେମିତି ସମ୍ଭବ ହେଲା, ଆମକୁ କୁହନ୍ତୁ। सगोदोहन मात्रम ही गृहेषु गृहमेधिनाम् अवेक्ष्यते महाभागस्ति अवेक्ष्यते महाभागस तीर्थि कुर्वंस्तत् आश्रमम्। से श्रील ସେ ଶ୍ରୀଲ ସୁଖଦେବ ଗୋସ୍ୱାମୀ ଏକ ଗୃହସ୍ଥର ଦ୍ୱାରରେ ପ୍ରାୟ ସେତିକି ସମୟ ଅପେକ୍ଷା କରୁଥିଲେ ଯେତିକି ସମୟ ଗୋଟିଏ ଗାଈ ଦୁହିଁବା ପାଇଁ ଲାଗୁଥିଲା। ସେ ସ୍ଥଳଟିକୁ ପବିତ୍ର କରିବା ନିମିତ୍ତ ସେ ଏପରି କରୁଥିଲେ। ହଁ, ତ ସେ ସୁଖଦେବ ଗୋସ୍ୱାମୀ ରାଜାକୁ ଦେଖିବା ତ ଛାଡନ୍ତୁ, ପ୍ରତିଦିନ କେବଳ ଗୋଟେ ଗୃହସ୍ଥର ଘରକୁ ଯିବେ। ଆଉ ସେ ତାର କ୍ଷୀର ଧୋଇବ, ଗାଈକୁ ଧୋଇବା ପାଇଁ ଯେତେ ସମୟ ଲାଗିବ ସେତେ ସମୟ ସେ ତା ଦ୍ୱାରରେ ଛିଡା ହେବେ। ସେ କ୍ଷୀର ଧୋଇକି ତାଙ୍କୁ ଦେଲା ପରେ ସେ ସେଠୁ ପଳେଇବେ। ମାଧୁକରୀ କରନ୍ତି, ସେ ସନ୍ନ୍ୟାସୀ ମାନେ ମାଧୁକରୀ କରିବେ। ଆଉ ସେଟା ସେ କାହିଁକି କରୁଥିଲେ? ସନ୍ନ୍ୟାସୀ ମାନେ କାହିଁକି ମାଧୁକରୀ କରନ୍ତି? ତାଙ୍କର କିଛି ଦରକାର ନଥାଏ, ତାଙ୍କୁ କୃଷ୍ଣ ଦିଅନ୍ତି। ସେ ଏଥିପାଇଁ କରନ୍ତି ଯେ ଜୀବର କଲ୍ୟାଣ ପାଇଁ। କେମିତି ସାଧାରଣ ଲୋକ କଲ୍ୟାଣ ପ୍ରାପ୍ତ ହବ, ତାଙ୍କର ଯୋଉ ପ୍ରେଜେନ୍ସ ରେ, ଆମେ ଯୋଉ କହିଲେ ଏବେ ଯେ ଶୁଦ୍ଧ ଭକ୍ତକୁ ଦେଖିଲେ ଅଟୋମେଟିକାଲି ମୁହଁରୁ କୃଷ୍ଣ ନାମ ବାହାରିବ। ତାଙ୍କର ପ୍ରେଜେନ୍ସ ରେ ସେ ପବିତ୍ର କରନ୍ତି ସେ ଇଏ ମାନଙ୍କୁ। ଗୃହସ୍ଥ ଲୋକ ଗୁଡା କଣ, ମାନେ ମାୟାରେ ପଡିକି ହନ୍ତସନ୍ତ ହଉଛନ୍ତି। ସେଟା ସାଧୁ ମାନେ ବୈଷ୍ଣବ ମାନେ ଦେଖନ୍ତି, ତାଙ୍କୁ ଦୁଃଖ ଲାଗେ। ତେଣୁ କରି ସେମାନଙ୍କର କଲ୍ୟାଣ ପାଇଁ ସେ ତାଙ୍କ ଗୃହକୁ ଯାଆନ୍ତି। ଆଉ କେବଳ ସୁଖଦେବ ଗୋସ୍ୱାମୀ କେବଳ ସେତିକି ସମୟ ରହିବେ ଯେତିକି ତା ଗାଈକୁ ଧୋଇବ, ତାପରେ ସେ ଆଣିକି କ୍ଷୀରଟା ଦେବ, ସେ ପଳେଇବେ। ତ ସେ ଭଳିଆ ଲୋକ, ହଁ, ଯିଏ କି ଏତେ ବୈରାଗୀ ଥିଲେ, ସେ କେମିତି ଆସିକି ପରୀକ୍ଷିତ ମହାରାଜକୁ ଇଏ ଦଉଛନ୍ତି? ଶ୍ରୀମଦ୍ ଭାଗବତମ କହିଲେ, अभिमन्यु सुतं सूत प्राहुर्भागवतोत्तमं तस्य जन्म महाश्चर्यं कर्माणि च गृणीहिनः। कथित ଅଛି ଯେ ମହାରାଜ ପରୀକ୍ଷିତ ଭଗବାନଙ୍କର ଏକ ମହାନ ଭକ୍ତ ଅଟନ୍ତି ଏବଂ ତାଙ୍କର ଜନ୍ମ ଏବଂ କର୍ମ ସମୂହ
ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ଦୟାକରି ତାହା ଆମ୍ଭମାନଙ୍କୁ କୁହନ୍ତୁ। ଅଭିମନ୍ୟୁ ସୁତ। ଅଭିମନ୍ୟୁ ସୁତ କିଏ? ପରୀକ୍ଷିତ ମହାରାଜ। ପରୀକ୍ଷିତ ମହାରାଜ ହେଲେ ଅଭିମନ୍ୟୁଙ୍କର ପୁତ୍ର ନା, ଭଗବାନଙ୍କର ଭଣଜା ହେଲେ ଅଭିମନ୍ୟୁ। ଅଭିମନ୍ୟୁଙ୍କର ପୁତ୍ର ହେଲେ ପରୀକ୍ଷିତ ମହାରାଜ। ପାଣ୍ଡବ ମାନଙ୍କର ସେ ଲାଷ୍ଟ ଇଏ ପାଣ୍ଡବ ମାନେ ତ ଯୁଦ୍ଧ ପରେ ତାପରେ ପରୀକ୍ଷିତ ମହାରାଜକୁ ରାଜା କରିକି ସେମାନେ ପଳେଇବେ ହିମାଳୟ। ତ ପରୀକ୍ଷିତ ମହାରାଜ ହେଲେ ଲାଷ୍ଟ ବଂଶଜ ପାଣ୍ଡବ ମାନଙ୍କର। ସେ ମାନେ ସେ ସମୟରେ ପାଣ୍ଡବଙ୍କ ପରେ ତାପରେ ତାଙ୍କର ଜନ୍ମଜୟ ଆସିଲେ, ତାଙ୍କର ବଂଶ ଚାଲିଲା। ବଟ୍ ସେ ଜଣେ ହିଁ ଥିଲେ। ମହାଭାରତ ଯୁଦ୍ଧରେ ସମସ୍ତେ ମରିଯାଇଛନ୍ତି, କେବଳ 5 ପାଣ୍ଡବ ବଞ୍ଚିଥିଲେ, ଆଉ କେହି ବଞ୍ଚି ନଥିଲେ ପାଣ୍ଡବ ଏଇ ଯୋଉ କୁରୁ ବଂଶର। ତ ଅ, ଅଭିମନ୍ୟୁଙ୍କର ସୁତ ପରୀକ୍ଷିତ ମହାରାଜ ସେ ଜଣେ ମହାନ ଭାଗବତ, ବହୁତ ବଡ ଭକ୍ତ। ତ ତାଙ୍କର ଜନ୍ମ ଆଉ କର୍ମ ଦିଟା ଯାକ ଦିବ୍ୟ। ତାଙ୍କର ଜନ୍ମ ପରୀକ୍ଷିତ ମହାରାଜଙ୍କର ଆମେ କହିଦେଇ ଯିବା ଏ ଶ୍ଲୋକ ମାଧ୍ୟମରେ, ଜଲ୍ଦି ଜଲ୍ଦି ପଳେଇବା। ଯୋଉଥିରେ କିଛି ମେନ୍ ଆସିବ, କିଛି ସିଦ୍ଧାନ୍ତ ଭକ୍ତି ମୂଳକ ଆମେ ତାକୁ ଡିସ୍କସନ କରିବା। ବଟ୍ ଷ୍ଟୋରିଟା ଆମେ ଜଷ୍ଟ କହିଦେଇକି ଯିବା। ତ ସେ ଏମିତି ଦିବ୍ୟ ତାଙ୍କର ସବୁ, ତାଙ୍କର କାର୍ଯ୍ୟ ବି ଦିବ୍ୟ। ଆମେ ଦେଖିବା ତାଙ୍କର କାର୍ଯ୍ୟ ବି ଦେଖିବା, କେମିତି କଳିକୁ ବାନ୍ଧି ଦେଇଥିଲେ, କଳିକୁ ଶାସ୍ତି ଦଉଥିଲେ। ତ ତାଙ୍କର କାର୍ଯ୍ୟ, ତାଙ୍କର ଜନ୍ମ ସବୁ ଦିବ୍ୟ। ତ ସେ ତାଙ୍କ ବିଷୟରେ ଶୁଣିବା ପାଇଁ ଇଚ୍ଛା କରୁଛନ୍ତି ଶୌନକ ଋଷି, କାରଣ ସେମାନେ ମହାନ ଭକ୍ତ। सम्राट कस्य बाहेतुः पाण्डुनाम्मानवर्धनः प्रायोपविष्टो गंगायाम अनादृत्याधिराट श्रियम्। ସେ ଜଣେ ମହାରାଜ ଥିଲେ ଏବଂ ତାଙ୍କର ଅଧିକୃତ ସାମ୍ରାଜ୍ୟର ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ଥିଲେ। ସେ ଏପରି ଉନ୍ନତ ଥିଲେ ଯେ ସେ ପାଣ୍ଡୁ ବଂଶର ଗୌରବ ବୃଦ୍ଧି କରିଥିଲେ। ଏପରି ସ୍ଥଳେ ସେ କେଉଁଥିପାଇଁ ସମସ୍ତ ତ୍ୟାଗ କରି ଗଙ୍ଗା ନଦୀ କୂଳରେ ମୃତ୍ୟୁ ପର୍ଯ୍ୟନ୍ତ ଅନଶନ କରି ବସି ପଡ଼ିଲେ। ଅନଶନ କରି କାହିଁ କୁହାଗଲା ନା, ସେ କିଛି ପାଉନଥିଲେ, ପାଣି ବି ପିଉନଥିଲେ। ଏଇ 7 ଦିନ ସେ କିଛି ଖାଇ ନାହାନ୍ତି କି ପାଣି ପିଇ ନାହାନ୍ତି। ଖାଇଲେ ପାଣି ପିଇଲେ ବି ଟାଇମ ୱେଷ୍ଟ ହବ ବୋଲିକି ସେ ପୂର୍ଣ୍ଣ ସମୟଟା ଭଗବାନଙ୍କୁ ଦେବାକୁ ଚାହୁଁଥିଲେ। ତାଙ୍କର ଜୀବନର ହାଏଷ୍ଟ ଗୋଲଟା ଆଚିଭ୍ କରିବାକୁ ଚାହୁଁଥିଲେ। ତେଣୁ ସେ ପାଣି ବି ପିଇ ନାହାନ୍ତି କି ଖାଇ ବି ନାହାନ୍ତି, କେବଳ ଭାଗବତମ ଶୁଣିଛନ୍ତି। ତ ସେ ଏତେ ବଡ ମହାନ ରାଜା ଯେ ପାଣ୍ଡବ ମାନେ କେତେ ବଡ ରାଜା ସମସ୍ତେ ଜାଣିଛନ୍ତି। ପାଣ୍ଡବ ମାନଙ୍କର ତାଙ୍କ କେଡେ ବଡ ବୀର, କିନ୍ତୁ ତାଙ୍କର ବି ଗ୍ଲୋରିଜ କୁ ଆହୁରି ବର୍ଦ୍ଧନ କରିଥିଲେ ପରୀକ୍ଷିତ ମହାରାଜ। ଏତେ ବଡ ଐଶ୍ୱର୍ଯ୍ୟଶାଳୀ ସେ, ତାଙ୍କର ସମସ୍ତ ଜଗତ ତାଙ୍କ ଅଣ୍ଡରରେ ଥିଲା। ଏବେ ଯୋଉ ୟୁଏସଏ, ରଷିଆ, ୟୁରୋପ ସବୁ ହଜାରେ କଣ୍ଟ୍ରି ଅଛି, ସେ ସମୟରେ 5,000 ବର୍ଷ ପୂର୍ବେ ସମସ୍ତ ଗ୍ଲୋବ ସବୁ ପରୀକ୍ଷିତ ମହାରାଜଙ୍କର ଅଣ୍ଡରରେ ଥିଲା। ସେ ତାଙ୍କର ସବୁ କୁ ପଠେଇକି ସିଆଡେ ସିଆଡେ ସବୁ ସଭ୍ୟତା ଗୁଡା କରଉଥିଲେ। ସେ ସବୁ ସବୁ ଅଛି, ଡିସ୍କ୍ରିପସନ ଗୁଡା ଅଛି ଭାଗବତମରେ ବି ଆମେ କିଛି ପାଇବା। କେମିତି ସେ ସବୁ ଇଏରେ ଯୋଉ କୋଉମାନେ ଅଛନ୍ତି, ସେ ରାଜା ମାନଙ୍କର ସନ୍ତାନ ମାନେ ସବୁ ସେଠି ବି ରାଜା ଶାସନ କରୁଥିଲେ। କିନ୍ତୁ ସେମାନେ ଧୀରେ ଧୀରେ ବୈଦିକ ଧର୍ମ ଆଉ ପାଇଲେନି। ସେମାନେ ସବୁ ନଷ୍ଟ ହେଇଗଲେ, କାହିଁକି ନା କଳି ଯୁଗର ଉଦ୍ଭାବନ ହେବାର ଅଛି ନା। ତାପରେ ସେମାନେ ସବୁ କଲଚରଲେସ୍ ହେଇଗଲେ, ୱେଷ୍ଟ କଲଚର ଆସିଗଲା। ବିନା କଲଚରରେ କିଛି ବୈଦିକ କଲଚର ଆଉ ରହିଲାନି। ବୈଦିକ କଲଚରଟା ଏଠିରେ ସୀମିତ ହେଇକି ରହିଲା ଇଣ୍ଡିଆରେ। ତ ସେ ଯୋଉ ସେ ଗଙ୍ଗା ନଦୀ ତଟକୁ ଯାଇଛନ୍ତି। ଆଉ ଶ୍ରୀମଦ୍ ଭାଗବତମ ସେ ଶୁଣିବେ ତ ଏଇଗୁଡା କେମିତି ପସିବଲ ହେଲା, ସବୁ କିଛି କାହିଁକି ତ୍ୟାଗ କରିକି ସେ ଚାଲିଗଲେ ଗଙ୍ଗା ନଦୀ ତଟକୁ, ଆଉ ଆମରଣ ଅନଶନ କରି 7 ଦିନ ଯାଏ କାହିଁ ରହିଲେ। नमन्ति यत्पाद निकेतमात्मनः शिवाय हानिय धनानि शत्रवः कथं स वीरः श्रियमंग दुस्त्यजाम युवे युवै सतोस्त्रष्टुमहो सहासुभिः। ସେ ଏପରି ମହାନ ସମ୍ରାଟ ଥିଲେ ଯେ ତାଙ୍କର ଶତ୍ରୁମାନେ ମଧ୍ୟ ଆସି ତାଙ୍କର ପାଦ ତଳେ ମୁଣ୍ଡ ନୁଆଉଥିଲେ।
ଏବଂ ସେମାନଙ୍କର କଲ୍ୟାଣାର୍ଥେ ସେମାନଙ୍କର ସମସ୍ତ ଧନ ସମ୍ପଦ ତାଙ୍କର ପାଦ ତଳେ ଆଣି ସମର୍ପଣ କରୁଥିଲେ। ସେ ଯୁବକ ଥିଲେ ସେ ଯୁବକ ଥିଲେ ଏବଂ ବଳଶାଳୀ ଥିଲେ ଏବଂ ଅଲଭ୍ୟ ରାଜଲକ୍ଷ୍ମୀ ପ୍ରାପ୍ତ ହୋଇଥିଲେ। ଏପରି ସ୍ଥଳେ ସେ ନିଜର ଜୀବନ ସହ ଏସବୁ ତ୍ୟାଗ କରିବାକୁ କାହିଁକି ଇଚ୍ଛା କଲେ? ହଁ, କିଏ ଆମର ପରୀକ୍ଷିତ ମହାରାଜ। ସେ ଏତେ ଶକ୍ତିଶାଳୀ, ଏତେ ଧନ ସମ୍ପଦ, ଇଭେନ ତାଙ୍କର ଯୋଉ ଅନ୍ୟ ରାଜା ମାନେ ଥିଲେ ସେମାନେ ଆଣିକି ତାଙ୍କର ମାନେ ସ୍ୱତଃ ନିଜେ ସରେଣ୍ଡର ହେଇଯାଉଥିଲେ। କାହିଁକି ନା ସେ ଜାଣିଛନ୍ତି ଯେ ଇଏ ଆମକୁ ବେଟର, ଆମର ପ୍ରଜା ମାନଙ୍କୁ ବେଟର ଶାସନ କରିପାରିବେ, ଆମକୁ ବେଟର ଶାସନ କରିପାରିବେ, ଆମର କଲ୍ୟାଣ ହିଁ ହେବ। ହଁ, ଅନ୍ୟ ଯୋଉ ରାଜା ମାନେ ତାଙ୍କର ସମସ୍ତେ ତାଙ୍କର ଶରଣରେ ରହୁଥିଲେ। କାହିଁକି ନା ସେ ଏତେ କ୍ୱାଲିଫାଏଡ ଥିଲେ, ଏତେ ଧର୍ମନିଷ୍ଠ ଥିଲେ, ଆଉ ଏତେ ଶକ୍ତିଶାଳୀ ଥିଲେ, ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ଥିଲା ତାଙ୍କର। शिवाय लोकस्य भवाय भूतये य उत्तम श्लोक परायणा जनाः जीवन्ति नात्मार्थमशो पराश्रयम् मुमोच निर्विद्य कुतः कलेवरम्। ଯେଉଁମାନେ ଭଗବତ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଥାନ୍ତି ସେମାନେ ଅନ୍ୟମାନଙ୍କର କଲ୍ୟାଣ, ବିକାଶ ଓ ସୁଖ ସମ୍ପାଦନ ନିମିତ୍ତ ଜୀବନ ଧାରଣ କରନ୍ତି। ସେମାନେ କେବେ ହେଲେ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ଜୀବନ ଧାରଣ କରନ୍ତି ନାହିଁ। ଅତଏବ ଯଦ୍ୟପି ମହାରାଜ ପରୀକ୍ଷିତ ସାଂସାରିକ ଆସକ୍ତିରୁ ମୁକ୍ତ ଥିଲେ ତଥାପି ସେ ତାଙ୍କର ମର ଶରୀରକୁ କାହିଁକି ଅସମୟରେ ତ୍ୟାଗ କଲେ, ଯାହାକି ଅନ୍ୟମାନଙ୍କ ଆଶ୍ରୟସ୍ଥଳ ଥିଲା? ତ ସେ ଏତେ କ୍ୱାଲିଫାଏଡ ଥିଲେ, ଏତେ ଐଶ୍ୱର୍ଯ୍ୟ, ଏତେ ଶକ୍ତି ଆଉ ଏତେ ବଡ ଭକ୍ତ ଥିଲେ କିଏ? ପରୀକ୍ଷିତ ମହାରାଜ। ତଥାପି ସେ ଏସବୁକୁ କାହିଁକି ତ୍ୟାଗ କଲେ? ହଁ, ଏଠିରେ କୁହାଯାଉଛି ଯେ ସେ ନିଜ ଶରୀରକୁ ନିଜେ ତ୍ୟାଗ କରିଛନ୍ତି। ତାଙ୍କୁ ରିଆଲିଟି ଟା ଆମେ ଆଗକୁ ଦେଖିବା ଯେ ତାଙ୍କୁ ଅଭିଶାପ ମିଳିଥିଲା। ଶୃଙ୍ଗି ଅ, ଜଣେ ଋଷିଙ୍କର ପୁତ୍ର, ହଁ, ବାଚାଲ ବାଳକ ସେ ଅଭିଶାପ କରିଦେଇଥିଲା ଭୁଲରେ। ତେଣୁ ସେ ତାଙ୍କୁ ଶରୀର ଛାଡିଲେ। କିନ୍ତୁ ଏଠିରେ କୁହାଗଲା ଯେ ସେ ତାଙ୍କର ଶରୀରକୁ ନିଜେ ତ୍ୟାଗ କରିବାକୁ ଚାହିଁଲେ। କାହିଁକି? କାହିଁକି ନା ସେ ଜଣେ ଭକ୍ତ। ତାଙ୍କୁ ଏଠିରେ ଲେଖିଛନ୍ତି, ପ୍ରଭୁପାଦ ଲେଖିଛନ୍ତି ଯେ ସେ ଚାହିଁଥିଲେ ସେ ଅଭିଶାପକୁ କାଉଣ୍ଟର ଆକ୍ଟ କରିଥାନ୍ତେ, ସେ ଅଭିଶାପ ଖଣ୍ଡନ ହେଇଯାଇଥାନ୍ତା, ତାଙ୍କୁ କିଛି ହେଇନଥାନ୍ତା। କିନ୍ତୁ ସେ ସେଟା ଚାହିଁଲେନି, ସେ ଗ୍ରହଣ କଲେ ସେଟାକୁ। ନା, ମୋ ଦ୍ଵାରା ଭୁଲ ହେଇଛି, ମୁଁ ଗ୍ରହଣ କରିବା, ଆଉ ଏଇଟା ଭଗବାନଙ୍କର ଇଚ୍ଛା ବୋଲିକି ଜାଣିଲେ। କାହିଁକି ନା ତାଙ୍କର ମାଧ୍ୟମରେ ତ ଭାଗବତମ ଆସିବେ ନା, ଭାଗବତମ କେମିତି ପ୍ରକାଶ ପାଇବେ? ତ ତେଣୁ କରି ସେ ଗ୍ରହଣ କଲେ ଏଟା ଭଗବାନଙ୍କର ଇଚ୍ଛା ବୋଲିକି ଅଭିଶାପଟାକୁ। ତେଣୁ କରି ଏଠାରେ କୁହାଗଲା ଯେ ତାଙ୍କୁ ସେ ନିଜ ସ୍ୱଇଚ୍ଛାରେ ତାଙ୍କର ଶରୀରକୁ ତ୍ୟାଗ କଲେ। ଯୋଉ ଶରୀର କି ସମସ୍ତଙ୍କର ଆଶ୍ରୟ ସ୍ଥଳ ଥିଲା। ସବୁ ତାଙ୍କ ସମୟରେ ଏଇ ଧରାରେ ପାପ ହଉନଥିଲା। କଳିକୁ ବାନ୍ଧିକି ରଖିଦେଇଥିଲେ ପରା। କଳି ଯୁଗ ଆରମ୍ଭ ହେଇଯାଇଥିଲା। ମହାଭାରତ ଯୁଦ୍ଧ ସମୟରୁ କଳି ଆସିଲାଣି, କିନ୍ତୁ ସେ ସମୟରେ ସହଦେବ ତାକୁ ବାନ୍ଧି ଦେଇଥିଲେ କଳିକୁ। କିନ୍ତୁ କଳି ପ୍ରବେଶ କରିପାରୁନଥିଲା। ତ ସେ କେତେ ବଡ ରାଜା। ହଁ, ତ ସମସ୍ତଙ୍କର ଆଶ୍ରୟ ସ୍ଥଳ ଥିଲେ। ସବୁ ବୈଷ୍ଣବ, ସବୁ ଭକ୍ତଗଣ ତାଙ୍କର ଆଶ୍ରୟ ହେଇକି ରହିଥିଲେ, ଆଶ୍ରିତରେ। ତାହେଲେ ସେ କାହିଁକି ଏମିତି ଶରୀରଟା ଆଉ ସବୁ କିଛି ତାଙ୍କର ତ୍ୟାଗ କଲେ? ଯେତେବେଳେ କି ସେ ଏଇ ମାୟାରେ ପଡନ୍ତିନି। ଭକ୍ତ ନା, ଭକ୍ତ ମାୟାରେ ରହିଲେ ମଧ୍ୟ ମାୟାରୁ ଉର୍ଧ୍ୱରେ ସେ। କାହିଁକି ନା ସେମାନେ କେବେ ହେଲେ ନିଜ ସ୍ୱାର୍ଥ ପାଇଁ ନିଜ ଜୀବନ ଧାରଣ କରନ୍ତି ନାହିଁ। ସେମାନେ ସବୁବେଳେ ପରର ଅ, କୃପା ପାଇଁ ଅହେତୁକ କୃପା କରନ୍ତି ସମସ୍ତଙ୍କ ଉପରେ। ତ ସେ କାହିଁକି ଏମିତିଆ ଇଏ କଲେ, କାମଟା କଲେ? ଓହୋ, ଆଜି ସମୟ ହେଇଯାଇଛି, ମୁଁ ଆଉ ଏଟା ଦେଖୁନି, ଭୁଲି ଯାଇଛି। କାହାର କଣ ପ୍ରଶ୍ନ ଅଛି କି? ଆଉ 4 ମିନିଟ ରହିଲା ଆମ ହାତରେ। ହରେ କୃଷ୍ଣ ପ୍ରଭୁଜୀ, ଦଣ୍ଡବତ ହରେ ପ୍ରଣାମ। କୃଷ୍ଣ, ଦଣ୍ଡବତ ପ୍ରଣାମ ମାତାଜୀ। ପ୍ରଭୁଜୀ, ମୋର କିଛି ଡାଉଟ। ଆଜ୍ଞା, କୁହନ୍ତୁ। ପ୍ରଭୁଜୀ, ଭଗବାନ ବର୍ତ୍ତମାନ ଭବିଷ୍ୟତ ଅତୀତ ସବୁ କିଛି ଜଣା ଆମର।
ତ ଯାହା କିଛି ହଉଛି ଆଗରୁ ସବୁ ଫିକ୍ସ ହେଇକି ରହିଛି କି? ହଁ, ଆମ କର୍ମଫଳ ଅନୁସାରେ ସବୁ ଫିକ୍ସ ହେଇଯାଇଛି। ସେଇଟା ଯଦି ଜଣେ ଭକ୍ତ ହବ ତାହେଲେ ସେଟା ଚେଞ୍ଜ ହେଇପାରେ, କିନ୍ତୁ ଯୋଉମାନେ ଭକ୍ତ ନୁହନ୍ତି, ଅଭକ୍ତ, ତାଙ୍କ ପାଇଁ ସବୁ କିଛି ଫିକ୍ସ ହେଇଯାଇଛି। ଯେମିତି ଶାସ୍ତ୍ରରେ କହିଛି ଏଇ ରାଜା ଆସିବେ, ସେ ରାଜା ଆସିଲେ ଏଇଆ ଘଟିବ, ସେ ସବୁ ଘଟିଲା। ସେ ଯୋଉ ଆମେ ଫ୍ୟୁଚର ଗୁଡା ଦେଖୁ, ଯେମିତି ଇଣ୍ଡିଭିଜୁଆଲ ର ହରୋସ୍କୋପ ଅଛି, ସେମିତି ଦେଶର ହରୋସ୍କୋପ ଅଛି, ସୋସାଇଟିର ହରୋସ୍କୋପ ଅଛି, ମାନବ ସଭ୍ୟତାର ହରୋସ୍କୋପ ଅଛି। ସବୁ କଳିଯୁଗ ପରେ ସତ୍ୟ ଯୁଗ ଆସିବ, ପ୍ରଳୟ ହେବ, ସବୁ କିଛି ଅଲରେଡି ଡେଷ୍ଟିନ୍। କିନ୍ତୁ ଇଣ୍ଡିଭିଜୁଆଲି ଆମର ଚଏସ୍ ଏଇଟା ରୁହେ ଯେ ଆମେ ଭକ୍ତ ହେବା ନା ଅଭକ୍ତ, ମାନେ ମାୟାରେ ପଡିକି ରହିବା। ଯଦି ଭକ୍ତ ହେବା ତାହେଲେ ସେଗୁଡା ଚେଞ୍ଜ ହେବ, ଭଗବାନ ଚେଞ୍ଜ କରିବେ, ଯୋଉଟା ଆମ ପାଇଁ ଭଲ ସେଇଟା କରିବେ, ଆମକୁ ଭକ୍ତିରେ ଆଗକୁ ନେଇକି ଯିବେ। କିନ୍ତୁ ଯଦି ଭକ୍ତ ନ ହେବା ତାହେଲେ ଆମେ ମାୟାରେ ପଡିବା, ଆଉ ମାୟାଟା ସବୁ କିଛି ପ୍ରି ଡେଷ୍ଟିନ୍ଡ। ସବୁ ଯାହା ଲେଖା ହେଇଛି ସେଇଆ ହିଁ ଘଟିବ, ଆମେ ଚେଞ୍ଜ କରିପାରିବାନି। କାହା ଭାଗ୍ୟରେ କେତେ ପ୍ରଭୁ, ଧନ, କେତେ କଷ୍ଟ, ସବୁ ଲେଖା ଅଛି। ଆଜ୍ଞା। ଆମେ ଯାହା ଇଚ୍ଛା କରିଥାଉ ସେଗୁଡା ବି ଭଗବାନଙ୍କର ଇଚ୍ଛା ଅନୁସାରେ ହିଁ ଥାଏ। ନା, ସେଟା ଆମର ଇଚ୍ଛା। ସେଟା ଆକ୍ଚୁଆଲି ଆମେ ମାୟାରେ ପଡି ଯାଇଛେ ନା, ସେଟା ମାୟା ହିଁ ଇଚ୍ଛା କରୁଛି। ଆମର ମନ ଜନ୍ମ ଜନ୍ମର ଇମ୍ପ୍ରେସନ ଗୁଡା ମନରେ ଅଛି, ଆଉ ମନ ଡିଫରେଣ୍ଟ ଇଚ୍ଛା ଗୁଡା କରୁଛି, ମୁଁ ଏଇଟା ଭୋଗିବି, ଏଇଟା କରିବି, ପୁଣି ସେଥିରୁ କଷ୍ଟ ପାଉଛି, ପୁଣି ବିତୃଷ୍ଣା ଆସୁଛି, ପୁଣି ଆଉ ଅନ୍ୟ ଜିନିଷ ଇଚ୍ଛା କରୁଛି। ଏଟା ସବୁ ଆମର ମନ। ତେଣୁ କରି ଶାସ୍ତ୍ରରେ କଣ, ମନକୁ କଣ୍ଟ୍ରୋଲ କରିବାଟା ଦେଖାଯାଇଛି। ଯୋଗ, ଯୋଗ ମାନେ ମନକୁ କଣ୍ଟ୍ରୋଲ କରିବା, ସେଟା ହେଲା ଯୋଗ। ଭକ୍ତି ଯୋଗ, କର୍ମ ଯୋଗ, ଏ ଯୋଉ ଧ୍ୟାନ ଯୋଗ, ଜ୍ଞାନ ଯୋଗ, ଏଗୁଡା ସବୁ କଣ ପାଇଁ? ଏଇ ଯୋଗ ମାନେ ହେଲା ମନକୁ କଣ୍ଟ୍ରୋଲ କରିବା। ଯାହା ଦ୍ଵାରା ମନକୁ କଣ୍ଟ୍ରୋଲ କରାଯାଏ ସେଇଟା ଯୋଗ। ମନକୁ କଣ୍ଟ୍ରୋଲ କରିବା ମାନେ ମାୟାରୁ ଉଠେଇକି ଭଗବାନ କଠି ନେଇକି ଲଗେଇବା। ତ ଆମର ଇଚ୍ଛା ସବୁ ସେଇ ମନରୁ ଜାତ ହଉଛି। ଆମେ ସେଇ ମନକୁ କଣ୍ଟ୍ରୋଲ କରିକି ଇଚ୍ଛାକୁ କଣ୍ଟ୍ରୋଲ କରିବା, କେବଳ ଭଗବାନଙ୍କର ପାଦ ପଦ୍ମରେ ଆମର ମନକୁ ଲଗେଇବା। ଇଚ୍ଛା କେବଳ ଭଗବାନଙ୍କର ପାଦ ପଦ୍ମର ପ୍ରାପ୍ତି ରହିବ, ତ ଆମର ସର୍ବସିଦ୍ଧି ହେବ। ଏଇଟା ହିଁ ସମସ୍ତ ଶାସ୍ତ୍ରର ଉଦ୍ଦେଶ୍ୟ। ଠିକ ଅଛି, ଆଜି ଆମର ସମୟ ହେଇଯାଇଛି। ଆଉ ନେକ୍ସଟ କ୍ୱେଶ୍ଚନ ଗୁଡା କାଲି କରିବା, କାଲି 10 ମିନିଟ୍ସ ପୂର୍ବରୁ ହିଁ ରହିଯିବା। ରଖିବା ଏଠିରେ। वाञ्छाकल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। श्रील प्रभुपाद जी महाराज की जय। श्रील गुरुदेव की जय। निताय गौर प्रेमानंद। हरे हरे बोल। हरे कृष्णा। हरे कृष्ण प्रभु। हरे कृष्णा। हरे कृष्ण गुरुजी। हरे कृष्णा। प्रणाम। धन्यवाद। हरे कृष्ण प्रभु। हरे कृष्णा।